ମାମା 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 ଓହୋ ଏ ମାମା ଯେ ବେଳେ ବେଳେ କୁଆଡ଼େ ଚାଲି ଯାଆନ୍ତି କିଛି ଜଣା ପଡ଼େନି। ଆଜି ଆସନ୍ତୁ ତାଙ୍କୁ ଗୋଟେ ଏମିତି ସରପ୍ରାଇଜ ଦେବି ସେ ତାଙ୍କ ନିଜ ଆଖିରେ ବିଶ୍ୱାସ କରିପାରିବେନି। ଆରେ ଏ ସମୟରେ ତ ମାମା କୁଆଡ଼େ ଯାଏନି, ଘରେ ରହିବା କଥା, ହେଲେ ଆଜି କୁଆଡ଼େ ଚାଲିଗଲେ କେଜାଣି। ମାମା ମାମା ଏ ମାମା ଯାଉଛି ଯାଉଛି ରହ। ମାମା ଘରେ ଅଛନ୍ତି ଅଥଚ ମୁଁ ଏତେ ଜୋରେ ଚିଲେଇ କରି ଡାକୁଛି ମୋ କଥାର ଜବାବ ଦଉନାହାନ୍ତି। ଆଜି ଆସନ୍ତୁ। କଣ ହେଲା କାହିଁକି ଏତେ ବଡ ପାଟିରେ ଡାକୁଛୁ ଶୁଣେ? ସକାଳୁ ପହରୁ ଯାଇଥିଲୁ ଏବେ ଆସୁଛୁ ଆଉ ଆସିକି ଘରଟାକୁ ପୁରା କମ୍ପଉଛୁ ନାଇଁ? ଦେଖ ମାମା ବର୍ତ୍ତମାନ ମୁଁ ଜୋକ୍ ମୋଡରେ ନାହିଁ, ତୁ ଆଗ କହ ତୁ ଏମିତି କଣ କରୁଥିଲୁ ଯେ ମୁଁ ଏତେ ଜୋରେ ଚିଲଉଛି ତୋ ଡାକ ମୋ ଡାକ ଶୁଭୁନି? ହୋଇରେ ଆଜି ପରା ମହା ଏକାଦଶୀ, ମୁଁ ମନ୍ଦିରକୁ ଯାଇଥିଲି, ମନ୍ଦିରରୁ ଫେରି ଘର ଭିତରେ ନାମ ଜପୁଥିଲି। ଆଉ ତୁ ତ ଜାଣିଛୁ ନାମ ଜପିଲା ବେଳେ ମତେ କିଏ ଡାକିଲେ ମୁଁ କିଛି କହିନି। ହେଲେ ତୁ ଆଗ ମତେ କହିଲୁ ଏତେବେଳେ ଯାଏ ତୁ କୋଉଠି ଯାଇଥିଲୁ, କୁଆଡେ ଯାଇଥିଲୁ? ସୁଖ ଆଣିବାକୁ ଯାଇଥିଲ ମାମା। ସୁଖ? ହଁ ସୁଖ ଆଣିବାକୁ ଯାଇଥିଲୁ? ସୁଖ ସିନା ସମସ୍ତେ ଭୋଗ କରନ୍ତି, ହେଲେ ସୁଖ ଆଣିବାକୁ ହୁଏ ଏକୁଟିଆ। ଆଉ ଦୁଃଖ ଜୀବନ ମରୁଭୂମିରେ ଏମିତି ଗୋଟେ କାଟସ୍ ଗଛ ଯେ ଯାହା ମୂଳରେ ଟୋପାଏ ପାଣି ନଦେଲେ ବିନା ପାଣି ବିନା ପଡ଼ିଆରେ ବର୍ଷ ବର୍ଷ ଧରି ବଞ୍ଚି ରୁହେ। ହେଲେ ସୁଖ ହେଉଛି ଶାମୁକା ଦ୍ୱୀପର ଏବେ ଲମ୍ବା ଚଢ଼ି, ଯାହାକୁ ଆନନ୍ଦରେ ପ୍ରେମ ନ କଲେ ସେ ଅଭିମାନ କରି ଏତେ ଉପରକୁ ଉଠିଯାଏ ଯେ ତାକୁ ଧରିବାକୁ ଚେଷ୍ଟା କଲେ ବି ଧରି ହୁଏନି। ମୁଁ ନା ସେଇ ନୀଳ ଚଢ଼େଇକି ଧରିବାକୁ ଯାଇଥିଲି ମାମା। ତୋର ସେ ଡ୍ରାମା ଡାଇଲଗ ସରିଲା ନା ନାଇଁ? ଗାଁରେ ବୁଲି ବୁଲି ଡ୍ରାମା କରି କରି ଖାଲି ଘରଟାକୁ ଗୋଟେ ସ୍ଟେଜ କରି ସାଇଲୁଣି ନାଇଁ? ଦେବି ଯେ ଗୋଟେ। ଦେଖ ମାମା ତୁ ସତରେ ମାର କି ମିଛରେ ମାର, ମୋର କିଛି ଆପତ୍ତି ନାହିଁ, କିନ୍ତୁ ମୁଁ ଜାଣିଛି ଆଉ ଟିକେ ସମୟ ପରେ ତୋ ଆଖିରୁ ଯୋଉ ଖୁସିର ଲୁହ ଝଡ଼ିବ ସେଇଟା ହବ ମୋ ପାଇଁ ଅମୂଲ ଅମୂଲ। ଆରେ କୋଉ କଥା ତୁ କହୁଛୁ, କଣ କହୁଛୁ କହୁନୁ? ତୋରି ସୁଖ କଥା କହୁଛି ଲୋ ମାମା। ତୁ ଆଜି ତୋ ସୁଖକୁ ନିଜ ଆଖିରେ ଦେ। ବାବାଙ୍କ କେସ୍ ଲଢ଼ୁଥିବା ସେ ଯେଉଁ ଆଡଭୋକେଟ୍ ଅଙ୍କଲ କାଲି ମୋତେ ରାତିରେ ଫୋନ୍ କରି କହିଲେ ସରକାର କୁଆଡ଼େ ବାବାଙ୍କ ଦଣ୍ଡକୁ 2 ବର୍ଷ କୋହଳ କରିଦେଇଛନ୍ତି, ଆଉ ଆଜି ସେ ଜେଲରୁ ଖଲାସ ହେବେ। ଏ ଖୁସି ଖବରଟା ପାଇଲା ମାତ୍ରେ ମୁଁ ଖୁସିରେ ପାଗଳ ହେଇଯାଇଥିଲି, ଆଉ ସକାଳୁ ସକାଳୁ କାହା କିଛି ନ କହି ସିଧା ଜେଲ ବାଟକୁ ଚାଲି ଯାଇଥିଲି। ଜେଲରୁ ଯେତେବେଳେ ପ୍ରଥମେ ବାହାରିଲି ପ୍ରଥମେ ତମକୁ ଖୋଜିଲି ଅନୁପମା, ଆଉ ସେତେବେଳେ ଆଦର୍ଶ କହିଲା ସିଏ କୁଆଡ଼େ ତମକୁ ଗୋଟେ ସରପ୍ରାଇଜ ଦେବାକୁ ଚାହୁଁଛି, ଆଉ ସିଏ ତମକୁ ନ ଆଣି ମତେ ଏକୁଟିଆ ଚାଲି ଆସିଲା ଜେଲକୁ ନେବା ପାଇଁ। ଏ ମାମା ମୁଁ ଜାଣିଛି ମାମା, ଏ ଖବର ଠାରୁ ଭଲ ଖବର ବୋଧେ ଆଉ ପୃଥିବୀରେ ନାହିଁ। ଏ କଥା ମୁଁ ନିଶ୍ଚୟ ଜାଣିଛି, କାହିଁକି ନା ପ୍ରତିଦିନ ସକାଳେ ତୁଳସୀ ଗଛ ମୂଳରେ ପାଣି ଦେଇ ତୁ ଯୋଉ ଶୂନ୍ୟ ଆଖିରେ ବାପାଙ୍କୁ ଫେରିବା ବାଟକୁ ଚାହିଁ ବସିଥିଲୁ, ଏ କଥା କେହି ନ ଦେଖିଲେ ବି ମୁଁ 20 ବର୍ଷ ହେଲା ଦେଖି ଆସିଛି। ଏ ମାମା ମୁଁ ତତେ ସରପ୍ରାଇଜ ଦେଇ କଣ କିଛି ଭୁଲ କରିଛି? ତୁ କିଛି ଭୁଲ କରିନୁ, କିଛି ଭୁଲ କରିନୁ। हे आकाश, हे पृथ्वी, हे पवन,
ଅଦୃଶ୍ୟରେ ଥାଇ ସମସ୍ତ ଦେବତା ମାନେ ଶୁଣ, ତମମାନଙ୍କ ଠାରୁ ମୋର ଆଉ କିଛି ଲୋଡ଼ା ନାହିଁ। ଏ ଜୀବନରେ ମୋର ଆଉ କିଛି ଦରକାର ନାହିଁ। ଆଜିଠୁ ମୋ ଶରୀର, ମୋ ହୃଦୟ, ମୋ ସୁଖ ଦୁଃଖ ସବୁ ମୋ ବାପା ମାଙ୍କ ପାଇଁ। ଆଜିଠୁ ସବୁବେଳେ ମୋ ସ୍ଥାନ ଏଇ ବାପା ମାଙ୍କ ପାଦ ତଳେ। पिता धर्म पिता स्वर्ग पिता हि पराम पितारी प्रीति माकंदे प्रिय